ଟିକେ ମାଲା ଇଏ ଆଗରେ ପଡ଼ିବ ପଡ଼ିବ। ଆଚ୍ଛା ହଉ ଆଚ୍ଛା ହଉ ତାକୁ ଦିଅ। ହଁ କୁହ ଓ ଆ କହିଚାଲ। ଏଇଟା କଣ ଦେଖୁଛ ଏଇ ଚିତ୍ରର? ବାଘ। ଆଉ କଣ ଅଛି ଦେଖ ଏଇ ଦେଖ ବାଘ ଅଛି। ଆଉ କଣ ଅଛି? ହାତୀ। ଏଠି କୋଉଠି ହାତୀ ଅଛି? ଗାଈ ଅଛି। ଆଚ୍ଛା ସେ ଗାଈର ନାଁ କଣ? ବଉଳା ଗାଈ। ବଉଳା ଗାଈ ଗପ ଶୁଣିଛ ନା? ଶୁଣିଛ ନା? ନା କଣ କହିଲ? ଶୁଣ ଆଉ ଗପଟା କହୁଛି ଶୁଣ ହେଲା। ଶୁଣ ଗପଟା ଏଇ ସାথে ଚିତ୍ର ଦେଖିକି କହିମି ଶୁଣିଅ ଫେର ମୁଁ ତମକୁ ପଚାରିମି ହେଲା। ଆଚ୍ଛା ଗୋଟେ ଗାଈଟେ ଥିଲା ତା ନାଁ କଣ? ବଉଳା। ସେ ଦିନେ ଜଙ୍ଗଲକୁ କଣ କରତେ ଯାଇଥିଲା? ଘାସ ଖାଇତେ ଯାଇଥିଲା। ଆଚ୍ଛା ଘାସ ଖାଉ ଖାଉ ତାକୁ କିଏ ଦେଖିଲା? ଗୋଟେ ବାଘ ଦେଖିଲା। ଆଚ୍ଛା ବାଘ ଗାଈକି ଆସି ବଉଳାକୁ ଆସି କଣ କହିଲା? ମୁଁ ତତେ ଆଜି ଖାଇବି। କାହା କହୁଛି ସେ? ବାଘ କାହା କହୁଛି? ବାଘ ବଉଳା ଗାଈକି କଣ କହୁଛି? ମୁଁ ତତେ ଆଜି ଖାଇବି। ତାପରେ ଆମ ବଉଳା ଗାଈ କହୁଛି ବାଘ ମାମୁଁ ମତେ ଛାଡି ଦିଅ ମୋ ଛୁଆଟାକୁ ମୁଁ କ୍ଷୀର ଦେଇକି ଆସେ। ବୁଝିଲ? ତାପରେ ବାଘ ମାମୁଁ କହୁଛି କଣ? ହଉ ଯା ତୋ ଛୁଆକୁ କ୍ଷୀର ଦେଇକି ଆଇନେ ମୁଁ ତତେ କଣ ଖାଇବି। ତାପରେ ତାର ବଉଳା ଗାଈ ଯାଇଛି ତାର କୁନି ପୁଅଟେ ଅଛି ତା କୁନି ଛୁଆଟାକୁ ସେ କ୍ଷୀର ଦଉଛି। କ୍ଷୀର ଦେଇ ସାରିଲା ପରେ ସେ ବାଘକୁ କଣ କହିଥିଲା? ମୁଁ କ୍ଷୀର ଦେଇକି ଆସିନି। ସେ କ୍ଷୀର ଦେଇକି ବାଘ ମାମୁଁ ପାଖକୁ ଆଇଲା। ବାଘ ମାମୁଁକୁ କହିଲା ମତେ ଖାଇଦିଅ। ବାଘ ମାମୁଁ କହିଲା ଆରେ ତୁ ମୋ କଥା ମାନିକି ସତରେ ଆଇଛୁ ନା? ତାପରେ ଖୁସି ହେଇକି ତା ସାଙ୍ଗ ଦି ଜଣ ସାଙ୍ଗ ହେଇଗଲେ। ତାକୁ କହିଲା ଯେ ତୁ ତ ଯାଇକି ଖାଇ ଦେଇକି ତା ଘରକୁ ପଳା। ବାଘ ମାମୁଁ ଛାଡିଦେଲା। ବଉଳା ଗାଈ ହସି ଦେଇକି ପଳେଇଲା। ବୁଝିପାରିଲ ନା? ଏତିକି ରଖିଦେବ।